ଏହି ଭିଡିଓରେ ଆମେ କିଛି ଧାତୁ ଓ ଅଧାତୁର ରାସାୟନିକ ଧର୍ମ ବିଷୟରେ ଆଲୋଚନା କରିବା। ତେବେ ପ୍ରଥମେ ଯେତେବେଳେ ଆମେ ଏକ ମ୍ୟାଗ୍ନେସିୟମ୍ ପାତକୁ ଜାଳନ୍ତି, ଏହା ଏକ ଉଜ୍ଜ୍ୱଳ ଧଳା ଶିଖା ଦ୍ୱାରା ଜଳିବା ସହିତ କିଛି ସମୟ ପରେ ଧଳା ବର୍ଣ୍ଣର ପାଉଁଶରେ ପରିଣତ ହୋଇଯାଏ। ପୁନଶ୍ଚ ଏଠାରେ ତାହେଲେ କ'ଣ ହେଲା? ମ୍ୟାଗ୍ନେସିୟମ୍ କିଛି ରାସାୟନିକ ପ୍ରତିକ୍ରିୟା ଘଟାଇଲା। ପୁନଶ୍ଚ ଆମେ ଆଉ ଏକ ପରୀକ୍ଷାକୁ ଲକ୍ଷ୍ୟ କରିବା। ଏଇଠି ଦେଖ, ଏକ ପାତ୍ର ମଧ୍ୟରେ ମୁଁ କିଛି କପର ବା ତମ୍ବା ଧାତୁ ଗୁଡ଼ିକୁ ନେଇଛି ଏବଂ ଯାହାକୁ ମୁଁ ତଳ ପାର୍ଶ୍ୱରୁ ଉତ୍ତପ୍ତ କରାଉଛି। ଦେଖ, ଯେତେବେଳେ ତମ୍ବା ବା କପର ଧାତୁ ଗୁଡ଼ିକୁ ମୁଁ ଉତ୍ତପ୍ତ କରାଉଛି, କିଛି ସମୟ ପରେ ଏହା କଳା ବର୍ଣ୍ଣରେ ପରିଣତ ହୋଇଯାଉଛି। ତାହେଲେ ଏଠି କ'ଣ ହେଲା? ଏଠି ମଧ୍ୟ କିଛି ରାସାୟନିକ ପ୍ରତିକ୍ରିୟା ଘଟିଲା, କିନ୍ତୁ ଏହି ତମ୍ବା ବା କପର ତାରଟି ନିଆଁକୁ ଧରି ଜଳିଲା ନାହିଁ। ତେବେ ଚାଲ ଆମେ ଏହି ଦୁଇଟି ଭିଡିଓରେ କ'ଣ କ'ଣ ସବୁ ଦେଖିଲେ ସେ ବିଷୟରେ ଆଲୋଚନା କରିବା। ତେବେ ଗୋଟେ କଥା ତ ଆମେ ଜାଣିପାରିଲେ ଯେ ଏହି ଦୁଇଟି ଭିଡିଓରେ ଧାତୁ ଗୁଡ଼ିକ ଅକ୍ସିଜେନ୍ ସହିତ ପ୍ରତିକ୍ରିୟା କରୁଛି। ତେବେ ଚାଲ ଏହାର ଉଦାହରଣ ନେଇ ଆମେ ବୁଝିବା ପାଇଁ ଚେଷ୍ଟା କରିବା। ଏଇଠି ଦେଖ, ପ୍ରଥମେ ମୁଁ ଏହି ପାତ୍ରରେ କିଛି କପରର ଧାତୁ ନେଇଥିଲି ଏବଂ ଯେତେବେଳେ ମୁଁ ଏହାକୁ ଉତ୍ତପ୍ତ କଲି, ଏହି କପରଟି ଅକ୍ସିଜେନ୍ ସହିତ ପ୍ରତିକ୍ରିୟା କରି କପର ଅକ୍ସାଇଡରେ ପରିଣତ ହୋଇଗଲା, ଯାହାକୁ ଆମେ କପର 2 ଅକ୍ସାଇଡ ବୋଲି କହିଥାନ୍ତି ବା କ୍ୟୁପ୍ରିକ୍ ଅକ୍ସାଇଡ ବୋଲି ମଧ୍ୟ କହିଥାନ୍ତି। ତେବେ ଏହାପରେ ଆମେ ପ୍ରଥମେ କ'ଣ ଦେଖିଥିଲେ ନା ଆମେ ଏକ ମ୍ୟାଗ୍ନେସିୟମର ପାତକୁ ଜାଳିଥିଲେ। ଯେତେବେଳେ ମ୍ୟାଗ୍ନେସିୟମର ପାତକୁ ଆମେ ଜାଣନ୍ତି, ତାହା ମଧ୍ୟ ବାୟୁମଣ୍ଡଳସ୍ଥ ଅକ୍ସିଜେନ୍ ସହିତ ପ୍ରତିକ୍ରିୟା କରେ ଏବଂ ମ୍ୟାଗ୍ନେସିୟମ୍ ଅକ୍ସାଇଡ୍ ସୃଷ୍ଟି କରେ। ଏବଂ ଏହି ରାସାୟନିକ ସମୀକରଣଟି ଯାହା ଦେଖୁଛ, ଏହା ସମତୁଲ ନାହିଁ। ତେଣୁ ସମତୁଲ କରିବା ପାଇଁ ମୁଁ ପ୍ରତିକାରକ ପାର୍ଶ୍ୱରେ ମ୍ୟାଗ୍ନେସିୟମ୍ ନିକଟରେ 2 ଗୁଣନ କରୁଛି ଏବଂ ଉତ୍ପାଦକ ପାର୍ଶ୍ୱରେ ମ୍ୟାଗ୍ନେସିୟମ୍ ଅକ୍ସାଇଡ୍ ନିକଟରେ ମଧ୍ୟ 2 ଗୁଣନ କରୁଛି, ଯାହାଫଳରେ ରାସାୟନିକ ସମୀକରଣଟି ସମତୁଲ ହୋଇଗଲା। ତେବେ ମୁଁ ଚାଲ ତୁମକୁ ଆଉ ଗୋଟେ ଉଦାହରଣ ଦେଖାଉଛି। ଏଇଠି ତୁମେ ଦେଖିପାରୁଥିବ, ଏହି କାଚ ଜାର ମଧ୍ୟରେ ମୁଁ କିଛି ସୋଡିୟମର ଧାତୁ ନେଇଛି ଏବଂ ଏହି ସୋଡିୟମର ଧାତୁକୁ ମୁଁ କିରୋସିନ ମଧ୍ୟରେ ବୁଡ଼େଇକି ରଖିଛି। ତେବେ କିରୋସିନ ମଧ୍ୟରେ ଏହାକୁ କାହିଁକି ରଖାଯାଇଛି? କାରଣ ସୋଡିୟମ ଏତେ ଅଧିକ ପ୍ରତିକ୍ରିୟାଶୀଳ ଯେ ଏହା ବାୟୁମଣ୍ଡଳସ୍ଥ ଅକ୍ସିଜେନ୍ ସହିତ ପ୍ରତିକ୍ରିୟା କରି ସୋଡିୟମ ଅକ୍ସାଇଡରେ ପରିଣତ ହୋଇଯାଏ। ତେବେ ଆମେ ଏହାକୁ ରାସାୟନିକ ସମୀକରଣ ଭାବରେ କିଛି ଏହିପରି ଲେଖିପାରିବା: ସୋଡିୟମ ପ୍ଲସ୍ ଅକ୍ସିଜେନ୍ ଗିଭ୍ସ ସୋଡିୟମ ଅକ୍ସାଇଡ। ଏହାକୁ ମଧ୍ୟ ଆମେ ସମତୁଲ କରିବା ପାଇଁ ସୋଡିୟମ ନିକଟରେ 4 ଏବଂ ସୋଡିୟମ ଅକ୍ସାଇଡ ନିକଟରେ 2 ଗୁଣନ କଲେ। ତେବେ ଯଦି ତୁମେ ଏହି 3ଟି ସମୀକରଣକୁ ଲକ୍ଷ୍ୟ କରିବ, ତୁମେ ଦେଖିବ ଯେ ଉତ୍ପାଦକ ପାର୍ଶ୍ୱରେ ଆମକୁ କ'ଣ ମିଳିଛି? କପର ଅକ୍ସାଇଡ, ମ୍ୟାଗ୍ନେସିୟମ ଅକ୍ସାଇଡ ଏବଂ ସୋଡିୟମ ଅକ୍ସାଇଡ, ଯାହାର ଅର୍ଥ ହେଉଛି ଆମକୁ କିଛି ଧାତବ ଅକ୍ସାଇଡ ମିଳିଛି। ତେଣୁ ଆମେ କହିପାରିବା ଯେ ଧାତୁ ଗୁଡ଼ିକ ଯେତେବେଳେ ଅକ୍ସିଜେନ୍ ସହିତ ପ୍ରତିକ୍ରିୟା କରନ୍ତି, ଏଗୁଡ଼ିକ ଧାତବ ଅକ୍ସାଇଡ ସୃଷ୍ଟି କରନ୍ତି। ତେବେ ପ୍ରଶ୍ନ ହେଉଛି, ପୃଥିବୀର ସମସ୍ତ ଧାତୁ ଏମିତି ଅକ୍ସିଜେନ୍ ସହିତ ପ୍ରତିକ୍ରିୟା କରେ କି? ବାସ୍ତବରେ ଉତ୍ତର ହେଉଛି ନା। ତେବେ ଉଦାହରଣ ସ୍ୱରୂପ ମୁଁ ଯଦି ତୁମକୁ କିଛି ସୁନା, ରୂପା ଏବଂ ପ୍ଲାଟିନମ୍ ପରି ଧାତୁ ଗୁଡ଼ିକ ବିଷୟରେ କହିବି, ସେଗୁଡ଼ିକ ବାସ୍ତବରେ ଅତି କମ୍ ପ୍ରତିକ୍ରିୟାଶୀଳ ବା ପ୍ରତିକ୍ରିୟା କରନ୍ତି ହିଁ ନାହିଁ। ଏଇଠି ଯଦି ଆମେ ଲକ୍ଷ୍ୟ କରିବା, ସୁନା, ରୂପା ଏବଂ ପ୍ଲାଟିନମ୍ ପରି ଧାତୁ ଗୁଡ଼ିକ ଅକ୍ସିଜେନ୍ ସହିତ ପ୍ରତିକ୍ରିୟା କରି ଧାତବ ଅକ୍ସାଇଡ ଗଠନ କରନ୍ତି ନାହିଁ, କିନ୍ତୁ ଅଧିକାଂଶ ଧାତୁ ଗୁଡ଼ିକ ଅକ୍ସିଜେନ୍ ସହିତ ପ୍ରତିକ୍ରିୟା କରି ଧାତବ ଅକ୍ସାଇଡ ସୃଷ୍ଟି କରନ୍ତି। ତେବେ ଏଇଠି ମୁଁ ଆଉ ଗୋଟେ ପ୍ରଶ୍ନ ପଚାରିବି, ଯଦି ମୁଁ ଏହି ଧାତବ ଅକ୍ସାଇଡ ଗୁଡ଼ିକୁ ଜଳ ସହିତ ପ୍ରତିକ୍ରିୟା କରାଇବି, ତାହେଲେ କ'ଣ ଘଟିବ? ପ୍ରଥମେ ଲକ୍ଷ୍ୟ କର, এই যে কপর অক্সাইডକୁ ମୁଁ ଜଳ ସହିତ ପ୍ରତିକ୍ରିୟା କରାଉଛି, ପୁନଶ୍ଚ ମ୍ୟାଗ୍ନେସିୟମ୍ ଅକ୍ସାଇଡକୁ ଜଳ ସହିତ ପ୍ରତିକ୍ରିୟା କରାଉଛି ଏବଂ ତାପରେ ସୋଡିୟମ ଅକ୍ସାଇଡକୁ ଜଳ ସହିତ ପ୍ରତିକ୍ରିୟା କରାଉଛି। ତେବେ ଚାଲ ଏହି ସୋଡିୟମ ନିକଟରୁ ଆରମ୍ଭ କରିବା। ତେବେ ଯେତେବେଳେ ମୁଁ ସୋଡିୟମ ଅକ୍ସାଇଡକୁ ଜଳ ସହିତ ପ୍ରତିକ୍ରିୟା କରାଉଛି, ମୋତେ ମିଳୁଛି କ'ଣ ନା ସୋଡିୟମ ହାଇଡ୍ରୋକ୍ସାଇଡ। ଠିକ୍ ଅଛି। ତେବେ ଏହି ରାସାୟନିକ ସମୀକରଣଟିକୁ ସମତୁଲ କରିନେବା। ପ୍ରତିକାରକ ପାର୍ଶ୍ୱରେ ମୁଁ 2 ଗୁଣନ କରୁଛି, ଯାହାଦ୍ୱାରା ସମୀକରଣଟି ସମତୁଲ ହୋଇଗଲା। ଏବଂ ଏଇଠି ଆମେ ଯେଉଁ ସୋଡିୟମ ହାଇଡ୍ରୋକ୍ସାଇଡଟି ପାଇଲେ, ଏହା ହେଉଛି ବାସ୍ତବରେ ଏକ କ୍ଷାର। ତେବେ ପୁନଶ୍ଚ ଯେତେବେଳେ ମ୍ୟାଗ୍ନେସିୟମ୍ ଅକ୍ସାଇଡଟି ଜଳ ସହିତ ପ୍ରତିକ୍ରିୟା କଲା, ସେତେବେଳେ ମଧ୍ୟ ମ୍ୟାଗ୍ନେସିୟମ୍ ହାଇଡ୍ରୋକ୍ସାଇଡ ସୃଷ୍ଟି ହେଲା ଏବଂ ଏହି ମ୍ୟାଗ୍ନେସିୟମ୍ ହାଇଡ୍ରୋକ୍ସାଇଡଟି ମଧ୍ୟ ଏକ କ୍ଷାର ଅଟେ। ପୁନଶ୍ଚ ଯଦି ଆମେ ଏହି ଯେଉଁ କ୍ୟୁପ୍ରିକ୍ ଅକ୍ସାଇଡକୁ ଜଳ ସହିତ ପ୍ରତିକ୍ରିୟା କରିବା, ତାହେଲେ କ'ଣ ଘଟିବ? ଆମେ ଏହିପରିକା କିଛି ଧାତବ ହାଇଡ୍ରୋକ୍ସାଇଡ ପାଇବା କି? ବାସ୍ତବରେ ଉତ୍ତର ହେଉଛି ନା, କାରଣ କପର ବା କପର ଅକ୍ସାଇଡ ଜଳ ସହିତ ପ୍ରତିକ୍ରିୟା କରେ ନାହିଁ। କାହିଁକି ତାହେଲେ? କାରଣ କପର ହେଉଛି ଅତି କମ୍ ପ୍ରତିକ୍ରିୟାଶୀଳ ବିଶିଷ୍ଟ ଧାତୁ। ତେଣୁ ଏହି କପରଟି ଜଳରେ ଥିବା ହାଇଡ୍ରୋଜେନର ପରମାଣୁକୁ ବିସ୍ଥାପିତ କରିପାରେ ନାହିଁ। ତେଣୁ ଏହା ଜଳ ସହିତ ଆଦୌ ପ୍ରତିକ୍ରିୟା କରେ ନାହିଁ। ତେବେ ଯଦି ଆମେ ଏହି 3ଟି ଉଦାହରଣକୁ ଲକ୍ଷ୍ୟ କରିବା, ତେବେ ସୋଡିୟମ ସବୁଠୁ ଅଧିକ ପ୍ରତିକ୍ରିୟାଶୀଳ, ତାପରେ ମ୍ୟାଗ୍ନେସିୟମ୍ ଏବଂ କପର ସବୁଠୁ କମ୍ ପ୍ରତିକ୍ରିୟାଶୀଳ ବିଶିଷ୍ଟ ଧାତୁ। ତେବେ ଏଇଠି ତୁମେ ଅନୁମାନ କରିପାରିବ ଯେ ସୁନା, ରୂପା
बा प्लाटिनम परी धातु गुड़िक कपर ठू मध्य कम प्रतिक्रियाशील विशिष्ट धातु अटंती। तेबे एठी कौन पढ़ले ना धातु गुड़िक जितेबाला ऑक्सीजन सहित प्रतिक्रिया करती धातव ऑक्साइड सृष्टि करती एवं यही धातव ऑक्साइड को जितेबाला आम जल संस्पर्श आनिबा एगुड़िक किछि क्षार सृष्टि करती। क्षार बोली केमी जानिबा ना जो पदार्थटी सृष्टि है उत्पादक पार्श्व ताकू जितेबाला आम नाली लिटमस रे बुड़ेबा यही नाली लिटमस रंग परिवर्तन होई नील रंग रे परिणत हो जाए। तेणु आम कहीपर जे धातव ऑक्साइड गुड़िक जल सहित मिसिले जहाँ सृष्टि हुए सेगुड़िक क्षार अटे। तेबे चलो अधातु गुड़िक किपरि भाव में ऑक्सीजन सहित प्रतिक्रिया करती से सब विषय आलोचना करवा। प्रथमतः मु कोयला को उदाहरण स्वरूप नौ। कोयलार कौन अच्छी कार्बन अच्छी एवं जितेबाला यही कार्बन को मु ऑक्सीजन सहित प्रतिक्रिया करोछि यह कार्बन डाइऑक्साइड रे परिणत होछि। पुनश्च मु एक सल्फर अधातुटी नौ एवं जितेबाला सल्फर को मु ऑक्सीजन सहित प्रतिक्रिया करोछि सेतेबाला यही सल्फर डाइऑक्साइड सृष्टि करुछि एवं यही सल्फर डाइऑक्साइड मध्य वायुमंडलस्थ ऑक्सीजन सहित प्रतिक्रिया करी सल्फर ट्राइऑक्साइड रे परिणत हो जाइछि एवं रासायनिक समीकरण को समतुल करिया पई मु सल्फर डाइऑक्साइड निकट रे 2 एवं सल्फर ट्राइऑक्साइड निकट रे 2 गुणन करछि। तेबे तुमे भाबुथबो जे सल्फर काहेकि 2टी ऑक्साइड सृष्टि कला सल्फर डाइऑक्साइड सल्फर ट्राइऑक्साइड कारण सल्फर रो एक रु अधिक योज्यता थाए तेणु से विभिन्न प्रकार ऑक्सीजन सहित संयुक्त होई पारे। तेबे आगु को बढ़िया पूर्व मु तुमको एक प्रश्न पचारुछि ना आम जो अधातव ऑक्साइड गुड़िक पाइले यह जदि आम पुनश्च जल सहित प्रतिक्रिया करिबा ताहले कौन घटिबो जेतेबेले कार्बन डाइऑक्साइड को जल सहित प्रतिक्रिया करोछि एथिरे किछि H2CO3 सृष्टि होछि जाहाको आम कार्बनिक एसिड बोली कहिथांती। पुनश्च जेतेबेले जो सल्फर ट्राइऑक्साइड को जल सहित प्रतिक्रिया करोछि एथिरे H2SO4 सृष्टि होछि। एगुड़िक हेउछन्ती एसिड बा अम्ल। H2SO4 को आम सल्फ्यूरिक एसिड कहबा एहा मध्य एक एसिड बा अम्ल अटे। तेबे हमें पढ़िले जे अधातु गुड़िक ऑक्सीजन सहित प्रतिक्रिया करी अधातव ऑक्साइड सृष्टि करती एवं अधातव ऑक्साइड गुड़िक जल संस्पर्श आसिले अम्ल प्रस्तुत करे। तेबे हमें कौन पढ़िले तार सारांश आलोचना करबा। प्रथमतः धातु विषय आम जानले धातु गुड़िक ऑक्सीजन सहित प्रतिक्रिया करी धातव ऑक्साइड सृष्टि करती एवं धातव ऑक्साइड गुड़िक जल सहित प्रतिक्रिया करी क्षार रे परिणत होती एवं क्षार नाली लिटमस को नील रे परिणत करे। पुनश्च आम देखिले अधातु गुड़िक ऑक्सीजन सहित प्रतिक्रिया करी अधातव ऑक्साइड सृष्टि करती एवं ये अधातव ऑक्साइड गुड़िक जल संस्पर्श आसी अम्ल बा एसिड सृष्टि करती एवं ये अम्ल बा एसिड जेतेबेले एथिरे आम एक नील लिटमस को बुड़ाई थांती एही नील लिटमस रंग परिवर्तन होई नाली रे परिणत होइताय। तेबे एही परि भाबरे धातु और अधातु गुड़िक ऑक्सीजन सहित प्रतिक्रिया करिथांती।